ସାନ ଭଉଣୀର ଥିଲା ଆଜି ବର୍ଥଡେ। ଆପଣମାନେ ତ ଜାଣିଛନ୍ତି ପିଲାର ଦେହ ଖରାପ ବୋଲିକି। ଆଜି ଦିନଟି କେମିତି କଟିଲା ଭିଡ଼ିଓ ଦେଖିଲେ ପୁରା ଜାଣିପାରିବେ। ସାଙ୍ଗମାନେ ମମିନି ବ୍ଲଗକୁ ସ୍ୱାଗତ କରୁଛି। ସାନ ଭଉଣୀର ବର୍ଥଡେ ବୋଲିକି ସମସ୍ତେ ଖୁସି ଅଛନ୍ତି, କିନ୍ତୁ ପିଲା ଯୋଗୁଁ ଟେନସନ୍ ଲାଗୁଛି, କାରଣ ବାରମ୍ବାର ସିଏ ମୁଣ୍ଡ ଭାଙ୍ଗିକି ଶୋଇ ପଡ଼ୁଛି। ଜ୍ୱର ତ ହେଲା, କିନ୍ତୁ ଛୁଆର ଦେହ ପୁରା ୱିକ୍ କରିଦେଇଗଲା। ଆଜି ସକାଳୁ ସକାଳୁ ଉଠିଲା ବେଳକୁ ଘରେ ପଣସ ତରକାରୀରେ କଟାକୁଟି ଷ୍ଟାର୍ଟ ହେଇଯାଇଥିଲା। ପିଲା ପାଇଁ ସିଝା ଖୋଲା ହେଇଥିଲା, ସିଝା କେମିତି ନ ଖାଇ ସେ ଖାଲି ଭୁଜା ଖାଇ ଦେଇଥିଲା। ତାପରେ ବର୍ଥଡେ ପାଇଁ ଚଣା ଭିଜେଇ ଦେଇଥିଲି, ତାପରେ ଚଣା କିଛି କଳା ଚଣା ଶୁଖା ଯାଇଥିଲା ଛତୁଆ ସଂକ୍ରାନ୍ତି ଲାଗି। ତାପରେ ସମସ୍ତେ ମିଶି ପଖାଳ ଖାଇ ନେଇଥିଲୁ। ତାପରେ ଦୁଇ ପରକୁ ତାପରେ ବର୍ଥଡେ ସେଲିବ୍ରେସନ୍ ହେଲା, କେକ୍ କଟିଂ କରିକି ସମସ୍ତଙ୍କୁ ଖାଇବାକୁ ଦେଇକି ଭଲ ନାହିଁ ସମସ୍ତେ ହସ ଖୁସିରେ ବର୍ଥଡେ ଗାର୍ଲକୁ ସମସ୍ତେ କେକ୍ ଖୋଇଦେଲୁ। କେକ୍ ନେଇ କାଲର ପୁରୀ ହେଇଥିଲୁ। ତାପରେ ପିଲା ଖାଇବା ପାଇଁ ଔଷଧ ବାହାରି ନଥିଲା, ତାକୁ ଜବରଦସ୍ତି ଖୋଇ ଦେଇଥିଲେ। ଭଲ ନାହିଁ ବୋଲି ଚିଡ଼ଚିଡ଼ି ହେଉଥିଲା। ଆମ ଘରେ ବଡ଼ ରକ ସେଲିବ୍ରେସନ୍ ହୁଏନି, ଏଇ ଛୋଟ ଛୋଟ ଖୁସିରେ ଖୁସି ହେଇଯାଉ। ତାପରେ ସବୁ କେକ୍ ଦେଇଥିଲେ କାଟିକି। ଦୁଇ ପରେ ଖାଇବାରେ ଭାତ, ଡାଲି, ଖଟା, ଭଜା, ଆଳୁ ଚକୁଟା ଏମିତି ସବୁ ମିଶିକି ଭାତ ସବୁ ଖାଇ ନେଇଥିଲୁ। ତାପରେ ଯାଇଥିଲୁ ଆମେ ରାତି ଖାଇବା ପାଇଁ ପ୍ରସ୍ତୁତ କରିବା ପାଇଁ। ଅଟା ଦଳି ଦେଇ ତାପରେ ପିଆଜି ପାଇଁ ପ୍ରସ୍ତୁତ କରିଦେଇ ବସାଇ ଦେଇଥିଲୁ। ତାପରେ ରାତି ଖାଇବା ରେଡ଼ି ହେଇଯାଇଥିଲା, ଦେଇକି ସମସ୍ତେ ବସିକି ଖାଇ ଦେଇଥିଲୁ। ପୁରୀ, ଚଣା ତରକାରୀ ଆଉ ପୁରୀ ଆଉ ସିମେଇ ବି ହେଇଥିଲା। ଆମେ ମିଡିଲ୍ କ୍ଲାସ୍ ଲୋକ, ଏମିତି ଛୋଟ ଛୋଟ ଖୁସିରେ ହିଁ ଖୁସି ହେଇଯାଇଥାଉ। ଧନୀ ଲୋକ ଭଳିଆ ଆମେ ସେଲିବ୍ରେସନ୍ ନ କରିପାରିଥାଉ, କିନ୍ତୁ ଏମିତି ଛୋଟ ଛୋଟ ଖୁସିରେ କିଏ ଖୁସି ହୁଅନ୍ତି କମେଣ୍ଟରେ ଜଣାଇବେ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ମୋ ପିଲା ଦେହ ଭଲ ହେଇଯାଉ। ମୋ ଭିଡ଼ିଓ ଲାଇକ୍, ସେୟାର, ଫଲୋ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଦେଖା ହବ ନେକ୍ସଟ ଭିଡ଼ିଓ। ଜୟ ଜଗନ୍ନାଥ।